प्रश्न 1 निम्नलिखित प्रत्येक प्रश्नଗୁଡ଼ିकर प्राय 40ଟି ଶବ୍ଦ ମଧ୍ୟରେ ଉତ୍ତର ଦିଅ। ଆଏ ଲୋକମାନଙ୍କୁ କାହିଁକି ସମ୍ବଳ କୁହାଯାଏ? ଲୋକମାନଙ୍କୁ ସମ୍ବଳ କୁହାଯାଏ କାରଣ ଏ ଲୋକମାନେ ସେମାନଙ୍କର ଆବଶ୍ୟକତା ଓ ସାମର୍ଥ୍ୟ ଭିତ୍ତିରେ ପ୍ରାକୃତିକ ପଦାର୍ଥକୁ ସମ୍ବଳରେ ପରିଣତ କରିଥାନ୍ତି। ବି ଶିକ୍ଷିତ, ସ୍ୱାସ୍ଥ୍ୟବାନ ଓ ଉଦ୍ୟୋଗୀ ମଣିଷ ନିଜର ଆବଶ୍ୟକତା ଅନୁସାରେ ସମ୍ବଳ ବିକଶିତ କରେ। ସେକେଣ୍ଡ ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ କାହିଁକି? ନିମ୍ନଲିଖିତ କାରଣଗୁଡ଼ିକ ପାଇଁ ପୃଥିବୀରେ ଜନସଂଖ୍ୟା ବିତରଣରେ ଅସମାନତା ଦେଖାଯାଏ। ଏ ଭୌଗୋଳିକ କାରଣ, ସମତଳ ଭୂମିରୂପ, ଅନୁକୂଳ ଜଳବାୟୁ, ଉର୍ବର ମୃତ୍ତିକା, ଜଳ ଓ ଖଣିଜ ପଦାର୍ଥର ସୁଲଭତା ଥିବା ଅଞ୍ଚଳରେ ଅଧିକ ଲୋକ ବସବାସ କରିଥାନ୍ତି। ବି ସାମାଜିକ କାରଣ, ଉତ୍ତମ ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦିର ବ୍ୟବସ୍ଥା ଥିବା ଅଞ୍ଚଳରେ ଘନ ଜନବସତି ଦେଖାଯାଏ। ସି ସାଂସ୍କୃତିକ କାରଣ, ଧାର୍ମିକ ତଥା ସାଂସ୍କୃତିକ ଗୁରୁତ୍ୱ ଥିବା ସ୍ଥାନଗୁଡ଼ିକୁ ଲୋକମାନେ ଆକର୍ଷିତ ହୋଇଥାନ୍ତି। ଡି ଆର୍ଥିକ କାରଣ, ଶିଳ୍ପାଞ୍ଚଳଗୁଡ଼ିକରେ ଅଧିକ ନିଯୁକ୍ତି ମିଳୁଥିବାରୁ ଏଠାକୁ ଅନେକ ଲୋକ ଆକର୍ଷିତ ହୋଇଥାନ୍ତି। ଟ୍ରିପଲ୍ ଆଇ ପୃଥିବୀର ଜନସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି କାହିଁକି? ମୁଖ୍ୟତଃ ନିମ୍ନଲିଖିତ କାରଣଗୁଡ଼ିକ ପାଇଁ ପୃଥିବୀର ଜନସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି। ଉନ୍ନତ ଖାଦ୍ୟ ଯୋଗାଣ ତଥା ଔଷଧ ବ୍ୟବହାର ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ବେଳେ ଜନ୍ମ ସଂଖ୍ୟା ପୂର୍ବ ଭଳି ଅଧିକ ରହିବା, ପ୍ରାକୃତିକ ଅଭିବୃଦ୍ଧି ହାରରେ ଆଧିକ୍ୟ। ଆଇଭି ଜନସଂଖ୍ୟା ପରିବର୍ତ୍ତନରେ ଯେକୌଣସି ଦୁଇଗୋଟି କାରଣର ଭୂମିକା ଆଲୋଚନା କର। କୌଣସି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଜନସଂଖ୍ୟାରେ ଘଟିଥିବା ହ୍ରାସ ବୃଦ୍ଧିକୁ ଜନସଂଖ୍ୟା ପରିବର୍ତ୍ତନ କୁହାଯାଏ। ମୁଖ୍ୟତଃ ଲୋକମାନଙ୍କର ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ଉତ୍ତମ ଶିକ୍ଷା, ସେବା, ସ୍ୱାସ୍ଥ୍ୟ, ନିଯୁକ୍ତି ଆଦି ପାଇବା ଲକ୍ଷ୍ୟରେ ସ୍ଥାନାନ୍ତରଣ ହୋଇଥାଏ। ସ୍ଥାନାନ୍ତରଣ ଫଳରେ ଜନସଂଖ୍ୟାରେ ପରିବର୍ତ୍ତନ ହୋଇଥାଏ। ଜନସଂଖ୍ୟା ପରିବର୍ତ୍ତନରେ ଦୁଇଟି କାରଣର ଭୂମିକା ନିମ୍ନରେ ଆଲୋଚନା କରାଯାଇଛି। ପ୍ରବାସୀ, ଯେଉଁ ଲୋକମାନେ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଯାଇଥାନ୍ତି ସେମାନଙ୍କୁ ପ୍ରବାସୀ କୁହାଯାଏ। ଉଦାହରଣ, ସୁଦାନ ଭଳି ଦେଶରେ ପ୍ରବାସ ଗମନ ଯୋଗୁଁ ସେହି ଦେଶର ଜନସଂଖ୍ୟା ହ୍ରାସ ପାଇଛି। ବିଦେଶାଗତ, କୌଣସି ଦେଶକୁ ଆସିଥିବା ଲୋକମାନଙ୍କୁ ବିଦେଶାଗତ କୁହାଯାଏ। ଉଦାହରଣ, ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶର ଜନସଂଖ୍ୟା ବିଦେଶାଗତ ଲୋକଙ୍କ ଦ୍ୱାରା ବିଶେଷ ଭାବେ ବୃଦ୍ଧି ପାଇଛି। ଭି ଜନସଂଖ୍ୟା ଗଠନ କହିଲେ କ'ଣ ବୁଝାଏ? ସମ୍ବଳ ହିସାବରେ ଲୋକମାନଙ୍କର ଭୂମିକା ବୁଝିବାକୁ ହେଲେ ସେମାନଙ୍କର ଗୁଣାବଳୀ ସମ୍ବନ୍ଧରେ ଅଧିକ ଜାଣିବାକୁ ହୁଏ। ବୟସ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟାବସ୍ଥା, ବୃତ୍ତି ତଥା ଆୟ ପରିମାଣକୁ ବିଚାରକୁ ନେଲେ ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଥିବାର ଜଣାପଡ଼େ। ତେଣୁ ଲୋକଙ୍କର ଏସବୁ ଗୁଣାବଳୀ ସମ୍ବନ୍ଧରେ ଜାଣିବାର ଆବଶ୍ୟକତା ରହିଛି। ଜନସଂଖ୍ୟାର ଗଠନ କହିଲେ ଜନସଂଖ୍ୟାର ସଂରଚନାକୁ ମଧ୍ୟ ବୁଝାଏ। ଜନସଂଖ୍ୟା ଗଠନରୁ ପୁରୁଷ ସ୍ତ୍ରୀ ସଂଖ୍ୟା, ସେମାନଙ୍କର ବୟସ ଶ୍ରେଣୀ, ଶିକ୍ଷାଗତ ଯୋଗ୍ୟତା, ସ୍ୱାସ୍ଥ୍ୟାବସ୍ଥା, ବୃତ୍ତିର ପ୍ରକାର ଓ ଆୟ ବର୍ଗ ଆଦି ସମ୍ବନ୍ଧରେ ଜଣାପଡ଼େ। ଜନସଂଖ୍ୟା ପିରାମିଡ୍ ବା ବୟସ ଲିଙ୍ଗ ପିରାମିଡ୍ରୁ କୌଣସି ଦେଶର ଜନସଂଖ୍ୟା ଗଠନ ସମ୍ବନ୍ଧରେ ଅଧ୍ୟୟନ କରିବା ଏକ ସହଜ ଉପାୟ ଅଟେ। ଭି ଆଇ ଜନସଂଖ୍ୟା ପିରାମିଡ୍ କ'ଣ? କୌଣସି ଦେଶର ଲୋକଙ୍କ ସମ୍ବନ୍ଧରେ ଜାଣିବାରେ ଏହା କିପରି ସାହାଯ୍ୟ କରେ? କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖିକ ଚିତ୍ରକୁ ଜନସଂଖ୍ୟା ପିରାମିଡ୍ କୁହାଯାଏ। ଜନସଂଖ୍ୟା ପିରାମିଡ୍ ବା ବୟସ ଲିଙ୍ଗ ପିରାମିଡ୍ରୁ କୌଣସି ଦେଶର ଜନସଂଖ୍ୟା ଗଠନ ସମ୍ବନ୍ଧରେ ଅଧ୍ୟୟନ କରିବା ଏକ ସହଜ ଉପାୟ ଅଟେ। ଜନସଂଖ୍ୟା ପିରାମିଡ୍ ଆକୃତିରୁ କୌଣସି ଦେଶରେ ରହୁଥିବା ଲୋକଙ୍କ ସମ୍ବନ୍ଧରେ ଜଣାପଡ଼େ। ଏଥିରେ 15 ବର୍ଷରୁ କମ୍ ବୟସର ପିଲାମାନଙ୍କ ସଂଖ୍ୟା ନିମ୍ନରେ ଦର୍ଶାଯାଇଥାଏ। ଏହା ଦେଶର ଜନ୍ମହାର ପ୍ରତିଫଳିତ କରେ। 65 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ପିରାମିଡ୍ର ଉପର ଅଂଶ ସୂଚାଇଥାଏ। ଏଥିରୁ ମୃତ୍ୟୁହାର ସମ୍ବନ୍ଧରେ ଅନୁମାନ କରାଯାଇପାରେ। ଜନସଂଖ୍ୟା ପିରାମିଡ୍ରୁ ଦେଶରେ ନିର୍ଭରଶୀଳ ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ମିଳିଥାଏ।
କୌଣସି ଦେଶର ଉଭୟ ଜନ୍ମହାର ଓ ମୃତ୍ୟୁହାର ଅଧିକ ଥିଲେ ଜନସଂଖ୍ୟା ପିରାମିଡର ନିମ୍ନାଂଶ ପ୍ରଶସ୍ତ ଏବଂ ଉପର ଆଡ଼କୁ ଅଣଓସାରିଆ ହୋଇଯାଏ। ପ୍ରଶ୍ନ 2 ଠିକ୍ ଉତ୍ତରଟି ବାଛି ଲେଖ। ଆଏ ଜନସଂଖ୍ୟା ବିତରଣ କହିଲେ କ'ଣ ବୁଝାଏ? କ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟାରେ ପରିବର୍ତ୍ତନ। ଖ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନ୍ମିତ ବ୍ୟକ୍ତିଙ୍କ ତୁଳନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା। ଗ କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି। ଘ କୌଣସି ଅଞ୍ଚଳରେ ଜନ୍ମିତ ଶିଶୁମାନଙ୍କ ସଂଖ୍ୟା। ସଠିକ୍ ଉତ୍ତରଟି ହେଉଛି ଗ କୌଣସି ଅଞ୍ଚଳରେ ଯେଉଁପରି ଭାବେ ଲୋକମାନେ ବାଣ୍ଟି ହୋଇ ରହିଥାନ୍ତି। ସେକେଣ୍ଡ ଜନସଂଖ୍ୟା ପରିବର୍ତ୍ତନ କେଉଁ ତିନୋଟି କାରଣରୁ ହୋଇଥାଏ? କ ଜନ୍ମ ମୃତ୍ୟୁ ବିବାହ। ଖ ଜନ୍ମ ମୃତ୍ୟୁ ସ୍ଥାନାନ୍ତରଣ। ଗ ଜନ୍ମ ମୃତ୍ୟୁ ହାରାହାରି ବଞ୍ଚିବା ବୟସ। ଘ ଜନ୍ମ ବିବାହ ସ୍ଥାନାନ୍ତରଣ। ସଠିକ୍ ଉତ୍ତରଟି ହେଉଛି ଖ ଜନ୍ମ ମୃତ୍ୟୁ ସ୍ଥାନାନ୍ତରଣ। ଟ୍ରିପଲ୍ ଆଇ 1999ରେ ପୃଥିବୀର ଜନସଂଖ୍ୟା କେତେ ହୋଇଥିଲା? କ 180 କୋଟି। ଖ 300 କୋଟି। ଗ 600 କୋଟି। ଘ 700 କୋଟି। ସଠିକ୍ ଉତ୍ତରଟି ହେଉଛି ଗ 600 କୋଟି। ଆଇଭି ଜନସଂଖ୍ୟା ପିରାମିଡ୍ କ'ଣ? କ କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖିକ ଚିତ୍ର। ଖ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକମାନେ ରହୁଥିବା ବହୁତଳ ବିଶିଷ୍ଟ କୋଠାଘର। ଗ କୌଣସି ଜନସଂଖ୍ୟାର ବୟସ ଭିତ୍ତିକ ରୈଖିକ ଚିତ୍ର। ଘ କୌଣସି ଜନସଂଖ୍ୟାର ଲିଙ୍ଗଗତ ରୈଖିକ ଚିତ୍ର। ସଠିକ୍ ଉତ୍ତରଟି ହେଉଛି କ କୌଣସି ଜନସଂଖ୍ୟାରେ ବୟସ ଓ ଲିଙ୍ଗଗତ ରୈଖିକ ଚିତ୍ର। ପ୍ରଶ୍ନ 3 ନିମ୍ନଲିଖିତ ଶବ୍ଦଗୁଡ଼ିକ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର। ଏଠାରେ ବନ୍ଧନୀ ମଧ୍ୟରେ ଶବ୍ଦଗୁଡ଼ିକ ରହିଛି। ଜଳ ବିରଳ। ମୁଁ ଭାବୁଛି ଏହି ଶବ୍ଦଟି ଜନବିରଳ ହେବା ବଦଳରେ ପ୍ରିଣ୍ଟିଂ ମିଷ୍ଟେକ୍ ହୋଇ ଜଳ ବିରଳ ହୋଇଯାଇଛି। ସେ ଯାହା ବି ହେଉ ବର୍ତ୍ତମାନ ଆମେ ଏହି ଶବ୍ଦଗୁଡ଼ିକୁ ପଢ଼ିବା ଏବଂ ଏହାକୁ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କରିବା। ବନ୍ଧନୀ ମଧ୍ୟରେ ଥିବା ଅନ୍ୟ ଶବ୍ଦଗୁଡ଼ିକ ହେଲା ଅନୁକୂଳ, ପଡ଼ିଆ ଜମି, କୃତ୍ରିମ, ଉର୍ବର, ପ୍ରାକୃତିକ, ଚରମ, ଘନତ୍ୱ। ବର୍ତ୍ତମାନ ଆମେ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କରିବା। କୌଣସି ଅଞ୍ଚଳରେ ଅଧିକ ଲୋକ ବସବାସ କଲେ ଜନସଂଖ୍ୟାର ଘନତ୍ୱ ବୃଦ୍ଧି ପାଏ। ଏହାକୁ ପ୍ରଭାବିତ କରୁଥିବା କାରଣଗୁଡ଼ିକ ମଧ୍ୟରେ ଅନୁକୂଳ ଜଳବାୟୁ, ପ୍ରାକୃତିକ ସମ୍ବଳର ଉପଯୁକ୍ତ ଉପଲବ୍ଧି ଓ ଉର୍ବର ଭୂମି ପ୍ରଦାନ। ପ୍ରଶ୍ନ 4 ଏଠାରେ ତୁମ ପାଇଁ କାମରେ ରହିଛି ଯଦି କେଉଁଠି 15 ବର୍ଷରୁ କମ୍ ବୟସର ବହୁ ଅଧିକ ପିଲା ଥାନ୍ତି ଏବଂ ଅନ୍ୟଠାରେ 15 ବର୍ଷରୁ କମ୍ ବୟସର ଅତି କମ୍ ପିଲା ଥାନ୍ତି ତେବେ ଏହି ଦୁଇ ପ୍ରକାର ସମାଜର ବୈଶିଷ୍ଟ୍ୟ କ'ଣ ହେବ? ସୂଚନା ସ୍କୁଲର ଆବଶ୍ୟକତା, ପେନ୍ସନ୍ ଯୋଜନା, ଶିକ୍ଷକ, ଖେଳନା, ଚକଲଗା ଚେୟାର, ଶ୍ରମିକ ଯୋଗାଣ, ଡାକ୍ତରଖାନା। ଏ ବିଷୟରେ ତୁମେମାନେ ଟିକେ ଭାବ ଏବଂ ଏହି ପ୍ରସଙ୍ଗଟିକୁ ନିଜ କ୍ଲାସ୍ରେ ନିଜ ସାଙ୍ଗମାନଙ୍କ ସହିତ ଆଲୋଚନା କର। ପିଲାମାନେ ତୁମ ଜାଣିବା ପାଇଁ ତୁମ ଓଡ଼ିଆ ମାଧ୍ୟମ ଅଷ୍ଟମ ଶ୍ରେଣୀ ଭୂଗୋଳ ପାଠ୍ୟପୁସ୍ତକର ଶେଷରେ 2011 ମସିହା ଜନଗଣନାକୁ ଆଧାର କରି ଆମ ଭାରତ ଓ ଓଡ଼ିଶାର ଜନଗଣନା ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଏହାକୁ ତୁମେ ପଢ଼ି ମନେ ରଖିବ। ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।